বুঝছো না বলো পিতা সনাতন মহারি ও মাতা চন্তি সুপ্রভা পিতা সনাতন মহারি ও মাতা চন্তি সুপ্রভা অলি অল মুসু কুমারী পুଅଟେ ତାଙ୍କରି ବନିତା ରୂପରେ ଗୁଣରେ ମୁଁ ପରିପୂର୍ଣ୍ଣ ଜ୍ଞାନ ବିଜ୍ଞାନରେ ଅଟେ ଧନବାନ ରୂପରେ ଗୁଣରେ ମୁଁ ପରିପୂର୍ଣ୍ଣ ଜ୍ଞାନ ବିଜ୍ଞାନରେ ଅଟେ ଧନବାନ ଜୟ ଆସି ନଗରେ ଘର ସେ ଗ୍ରାମର ବନ୍ଦିନୀ ଧୀରେ ଧୀରେ ଗହଣେ ଆସି ନନ୍ଦିନୀ ଧୀରେ ଧୀରେ ଗହଣେ ଆସି ନନ୍ଦିନୀ ଏସକି ମାନେ ହ୍ୟାଲୋ ମୁଁ ତ ମୋ ମାନ କଥା ଖୋଲିକି କହିଦେଲି ହେଲେ ତମେ ମାନେ କିଛି କହିବନି କି ଆରେ ଏ ଯେ ମା ହଁ ତୁମେ ତ ତୁମ ମନ କଥା ଖୋଲିକି କହିଦେଲ ହେଲେ ତୁମେ କଣ ଆମ ମନ କଥା ଶୁଣିବ କିଲ ହଲୋ ସଖୀ ଆରେ ଏ ଭଉଣୀ ହ୍ୟାଲୋ କହିଦେବା କିଲ କହିଦେବାଲୋ କହିଦେବାଲେ ଜମାକୁ ଆରେ ଅପ ହଁ ପ୍ରଥମେ କହିଲ ତୁମ ଭର ଜୀବନଟା କାହିଁକି ଏମିତି ଛାନ ଛାନ ହେଉଛି ମା ମୋ ଘର ଜବାନୀଟା ଏମିତି ଛନ ଛନ କାହିଁକି ହଉଛି ମାନେ କଣ କହିଲ ସଖୀ ସତରେ କିଛି ବୁଝିପାରୁନ ନା ହେଲେ ଆମେ ମାନେ ନା ଠିକ ଭାବରେ ବୁଝି ସାରିଛୁ ଲୋ କଣ ବୁଝିଛ ହେଲେ ଅପା ହଁ ଆଉ ଗୋଟିଏ କଥା ମ ଆମ ଏ ଜୟନ୍ତୀ ନଗର ଲୋକମାନେ କୁହନ୍ତି କାଲି ଦେଖିବାକୁ ଭାରି ସୁନ୍ଦର ଲୋ ତମେ ମାନେ ବି ତ ଦେଖିବାକୁ ଭାରି ସୁନ୍ଦରୀ ହେଲେ ଅପା ହଁ ତୁମ ଠାରୁ କମ ଲୋ ହେଲେ ଅପା ହଁ ଆହୁରି କିଛି କହିବାର ଥିଲା ମ ଯଦି ସେ ଆପଣ ନ ରାଜିବେ ତାହେଲେ ଆମେ ମାନେ କହିବା ଲୋ ଠିକ ଅଛି ଲୋ ଅପା ଲୋ ହଁ लेकिन पतर टिया टिया मखन पतर तारिके लेकिन पतर टिया टिया मखन पतर तारिके लड़के लगे भल पाउसा भी जाउसा हमके ଏ ସଖୀ हेलो ଏସବୁ କଣ କହି ଯାଉଛ ମୁଁ ଜମାରୁ ବୁଝିପାରୁନି ए जमा ହଁ आगो को अल्प छिलो ए तर सब बुझी जीवा अरे अपा ହଁ छानी सुका फूल बरी बासी खिया खोली छानी सुका फूल बरी बासी खिया खोली तुमर दिया दिया जमु सुना दूरी भरी ଏ ସଖୀ ମାନେ हेलो ଯାହା କହୁଛ ସ୍ପଷ୍ଟ କହ ମତେ କିଛି ବି ବୁଝିପାରୁନି ताई ठीक अछि ना सुनिता हेलो ଠିକ ଅଛି ଲୋ ସଖୀ अरे अपा ହଁ ए अपा कहीं जालो कहीं जालो काके तुम्हें पाल पाउचा
ହାଲୋ ଏସବୁ କଣ କହି ଯାଉଛ? ଏ ଯେ ମା ହଁ ଆମେ ନା ତମ ଚେହେରାକୁ ଦେଖିକି ପୁରା କହି ଦଉଛୁ ଲୋ ଏ ଯେ ମା ହଁ ଆଉ ଆଗକୁ ଅଳ୍ପ ଅଛି ଲୋ ମନ ଦେଖି ଶୁଣିବ ଠିକ ଅଛି ଲୋ ସଖୀ। ଦେଉଳ ଡାଉଳ ଚାଲିଗଲା ବେଳେ ତୋର ଦେବାଙ୍କ ଚାହାଣି